ନମସ୍କାର, ଜୟ ଜଗନ୍ନାଥ। ଚାଲନ୍ତୁ ଜାଣିବା ଏକ ଗୁରୁତ୍ୱପୂର୍ଣ୍ଣ ଏଜୁକେସନ୍ ଖବର। ଦେଖନ୍ତୁ, ସୁପ୍ରିମକୋର୍ଟ ସ୍ୱଚ୍ଛତାକୁ ଗୁରୁତ୍ୱ ଦେଇ କହିଛନ୍ତି ଯେ ପିଲାଙ୍କୁ ମିଳିବ ମାଗଣା ସାନିଟାରୀ। ଦେଖନ୍ତୁ, ଉଭୟ ଆପଣଙ୍କର ପୁଅ ଓ ଝିଅମାନଙ୍କ ପାଇଁ ସେପାରେଟ୍ ପାଇଖାନା କରିବା ପାଇଁ ଆପଣଙ୍କର ସୁପ୍ରିମକୋର୍ଟ ଦୃଢ଼ ଭାବରେ ନିର୍ଦ୍ଦେଶ ଦେଇଛନ୍ତି। ମହିଳା ସ୍ୱାସ୍ଥ୍ୟ ଓ ସୁରକ୍ଷା ସମ୍ପର୍କରେ ସୁପ୍ରିମକୋର୍ଟ ଶୁକ୍ରବାର ଏକ ଐତିହାସିକ ରାୟ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ଋତୁସ୍ରାବ ଜନିତ ସ୍ୱଚ୍ଛତା ଏବଂ ସମ୍ବିଧାନ ଧାରା 21 ଅନୁଯାୟୀ ମହିଳାଙ୍କର ଏକ ମୌଳିକ ଅଧିକାର। ଏହା ସେମାନଙ୍କ ଜୀବନଧାରଣର ଅଧିକାର ଓ ଗୋପନୀୟତା ଅଧିକାରର ଏକ ଅଂଶବିଶେଷ। ବିଚାରପତି ଜେ.ବି. ପଡ଼ୱାଲା ଓ ବିଚାରପତି ଆର୍. ମହାଦେବଙ୍କୁ ନେଇ ଖଣ୍ଡିତ ସୁପ୍ରିମକୋର୍ଟ ପୀଠ ଏକ ପ୍ରସଙ୍ଗରେ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳ ସମସ୍ତ ସ୍କୁଲ କର୍ତ୍ତୃପକ୍ଷ ଏକାଧିକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ସୁପ୍ରିମକୋର୍ଟ ତାଙ୍କ ରାୟରେ ସମସ୍ତ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ମାଗଣା ସାନିଟାରୀ ପ୍ୟାଡ୍ ଯୋଗାଇ ଦେବାକୁ ଏବଂ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ପର୍ଯ୍ୟାପ୍ତ ସ୍ୱଚ୍ଛତା ବ୍ୟବସ୍ଥା ସୁବିଧା ଯେପରି ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ପାଇଖାନା ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଘରୋଇ ବିଦ୍ୟାଳୟଗୁଡ଼ିକ ମଧ୍ୟ ଛାତ୍ରୀଙ୍କୁ ମାଗଣାରେ ସାନିଟାରୀ ପ୍ୟାଡ୍ ଓ ସ୍ୱତନ୍ତ୍ର ପାଇଖାନା ସୁବିଧା ଯୋଗାଇ ଦେବାକୁ ବାଧ୍ୟ। ଘରୋଇ ବିଦ୍ୟାଳୟ ଯଦି ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ ନ କରେ ତେବେ ପଞ୍ଜୀକରଣ ରଦ୍ଦ କରାଯିବ ବୋଲି ସୁପ୍ରିମକୋର୍ଟ ଦୃଢ଼ ଭାବରେ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ବିଦ୍ୟାଳୟଗୁଡ଼ିକ ଛାତ୍ରୀଙ୍କୁ ମାଗଣା ସାନିଟାରୀ ପ୍ୟାଡ୍ ଓ ସ୍ୱତନ୍ତ୍ର ପାଇଖାନାର ସୁବିଧା ଯୋଗାଇ ଦେବାରେ ବିଫଳ ହେଲେ ସରକାରଙ୍କୁ ଉତ୍ତରଦାୟୀ କରାଯିବ। ବିଦ୍ୟାଳୟରେ ଛାତ୍ରୀଙ୍କୁ ଏହିସବୁ ମୌଳିକ ସୁବିଧା ଯୋଗାଇ ଦିଆଯାଉନଥିବାରୁ ଏହା ସେମାନଙ୍କର ସ୍ୱାସ୍ଥ୍ୟ ଓ ଶିକ୍ଷା ଗୋପନୀୟତାକୁ ପ୍ରଭାବିତ କରୁଛି। ସୁପ୍ରିମକୋର୍ଟ କହିଛନ୍ତି ଯେ ଛାତ୍ରୀଙ୍କୁ ମାଗଣାରେ ସାନିଟାରୀ ପ୍ୟାଡ୍ ଯୋଗାଇ ଦେବା ବ୍ୟବସ୍ଥା କୌଣସି ପ୍ରକାରରେ ଦାତବ୍ୟ କାର୍ଯ୍ୟ କିମ୍ବା ଇଚ୍ଛାଧୀନ ନୀତି ନିର୍ଦ୍ଧାରଣ ପ୍ରସଙ୍ଗ ନୁହେଁ। ଏହା ସରକାରଙ୍କର ଏକ ସାମ୍ବିଧାନିକ ଉତ୍ତରଦାୟିତ୍ୱ, ଯାହା ମହିଳାଙ୍କୁ ସମ୍ମାନର ସହିତ ବଞ୍ଚିବାର ସୁବିଧା ଦେଇଥାଏ। ବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଛାତ୍ରୀଙ୍କୁ ମାଗଣାରେ ସାନିଟାରୀ ପ୍ୟାଡ୍ ଓ ପର୍ଯ୍ୟାପ୍ତ ସ୍ୱଚ୍ଛତା ସୁବିଧା ଯୋଗାଇ ଦେବାକୁ ଦାବି କରି ଦାୟର ଏକ ଆବେଦନ ଶୁଣାଣି କରି ସୁପ୍ରିମକୋର୍ଟ ଏହି ରାୟ ଦେଇଛନ୍ତି। ଗତ ବର୍ଷ ନଭେମ୍ବର ମାସରୁ ଏହି ପ୍ରସଙ୍ଗ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିଆସିଥିଲେ। ଏହା ଶୁଣାଣି ସମୟରେ ହରିୟାଣାର ମହର୍ଷି ଦୟାନନ୍ଦ ବିଶ୍ୱବିଦ୍ୟାଳୟରେ ଘଟିଥିବା ଏକ ଲଜ୍ଜା ଘଟଣା ଉପରେ ସୁପ୍ରିମକୋର୍ଟ ନିଜ ଆଡୁ ହସ୍ତକ୍ଷେପ କରିଥିଲେ। ମହର୍ଷି ଦୟାନନ୍ଦ ବିଶ୍ୱବିଦ୍ୟାଳୟରେ 3 ଜଣ ଛାତ୍ରୀଙ୍କୁ ନିଜର ଋତୁସ୍ରାବର ପ୍ରମାଣ ଦେବାକୁ ବାଧ୍ୟ କରାଯାଇଥିଲା। ଏହି ଘଟଣା ଦେଶବ୍ୟାପୀ ଆଲୋଚନାର ବିଷୟ ହୋଇଥିଲା। ଏହି ଘଟଣାକୁ ନେଇ ସୁପ୍ରିମକୋର୍ଟ ଉଦ୍ବେଗ ପ୍ରକାଶ କରିଥିଲେ। ମହିଳାଙ୍କ ଋତୁସ୍ରାବ ପ୍ରସଙ୍ଗ ସୁପ୍ରିମକୋର୍ଟ ବାର୍ ଆସୋସିଏସନ ଦାୟର କରିଥିବା ଏକ ପିଟିସନକୁ ନେଇ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ଏସ୍.ସି.ସି.ବି.ଏ. ଏହାର ପିଟିସନରେ କହିଛନ୍ତି, ଅଣସଂଗଠିତ ବା ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ମହିଳା କର୍ମଚାରୀମାନଙ୍କର ଜୈବିକ ବିଭିନ୍ନତା ଓ ବାୟୋଲୋଜିକାଲ ଡିଫେନ୍ସକୁ ଦୃଷ୍ଟିରେ ରଖି ଉପଯୁକ୍ତ ପରିବେଶ ସୃଷ୍ଟି କରାଯିବା ଦରକାର। ଋତୁସ୍ରାବଜନିତ ଯନ୍ତ୍ରଣା ଯୋଗୁଁ ଯଦି ଜଣେ ମହିଳା କଷ୍ଟକର କାର୍ଯ୍ୟ କରିବାକୁ ଅକ୍ଷମ ହୁଏ, ତେବେ ତା ପାଇଁ ବିକଳ୍ପ ବ୍ୟବସ୍ଥା କରାଯିବା ଦରକାର ବୋଲି ସୁପ୍ରିମକୋର୍ଟ ମତବ୍ୟକ୍ତ କରିଛନ୍ତି। ସେହିଭଳି ଚାଲନ୍ତୁ ଆଉ ଗୋଟିଏ ଏଜୁକେସନ ଖବର ଜାଣିବା। ଓଡ଼ିଆ ଭାଷାରେ ଏକାଦଶ ଶ୍ରେଣୀ ବିଜ୍ଞାନର ସନ୍ଦର୍ଭ ପୁସ୍ତକ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଆ ଭାଷାରେ ପ୍ରସ୍ତୁତ ଏକାଦଶ ଶ୍ରେଣୀ ବିଜ୍ଞାନ ଛାତ୍ରଛାତ୍ରୀମାନଙ୍କ ପାଇଁ ସନ୍ଦର୍ଭ ପୁସ୍ତକ ଉନ୍ମୋଚନ କରିଛନ୍ତି। ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଆ ଭାଷାରେ ଏକାଦଶ ଶ୍ରେଣୀ ବିଜ୍ଞାନ ସନ୍ଦର୍ଭ ପୁସ୍ତକ ଉନ୍ମୋଚନ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତ ଏହି ପୁସ୍ତକଗୁଡ଼ିକ ମଧ୍ୟରେ ଗଣିତ, ପଦାର୍ଥବିଜ୍ଞାନ, ରସାୟନ ବିଜ୍ଞାନ, ଜୀବବିଜ୍ଞାନ ଆଦି ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଛନ୍ତି। ସୂଚନାଯୋଗ୍ୟ, ଓଡ଼ିଆ ଭାଷାରେ ଏହିଭଳି ବହି ଆଗରୁ ନଥିବାରୁ ରାଜ୍ୟ ସରକାର ପ୍ରତ୍ୟେକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ 10ରୁ 20ଟି ବହି ଯୋଗାଇ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଉଚ୍ଚଶିକ୍ଷା ବିଦ୍ୟାଳୟର ଗ୍ରନ୍ଥାଳୟରେ ଏହି ବହିଗୁଡ଼ିକ ଉପଲବ୍ଧ ହେବ ଓ ପିଲାମାନେ ଏହାକୁ ପଢ଼ିପାରିବେ। ଏହି ପୁସ୍ତକଗୁଡ଼ିକ ପ୍ରତ୍ୟେକ ଜିଲ୍ଲାର ସଦର ମହକୁମାରେ ବିଭିନ୍ନ ଦୋକାନରେ ଉପଲବ୍ଧ ହେବା ପାଇଁ ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ପ୍ରଚେଷ୍ଟା କରିବ। ଏହି ପୁସ୍ତକ ସମୁଦାୟ 700 ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଆପଣଙ୍କର 1,20,000 ଛାତ୍ରଛାତ୍ରୀ ପାଇଁ ଉପଲବ୍ଧ ହେବ ବୋଲି ସୂଚନା ମିଳିଛି। ଉକ୍ତ କାର୍ଯ୍ୟରେ ମୁଖ୍ୟମନ୍ତ୍ରୀ ସହ ଉପମୁଖ୍ୟମନ୍ତ୍ରୀ ଏବଂ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ
ତଥା ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ଖାଦ୍ୟ ଯୋଗାଣ ଓ ଖାଉଟି ମନ୍ତ୍ରୀ ସମସ୍ତ ମନ୍ତ୍ରୀମାନେ ଉପସ୍ଥିତ ଥିଲେ। ସେହିଭଳି ଦ୍ୱାଦଶ ଶ୍ରେଣୀ ପାଇଁ ମଧ୍ୟ ଓଡ଼ିଆ ଭାଷା ବିଜ୍ଞାନର ପୁସ୍ତକ ମଧ୍ୟ କରିବାର ଯୋଜନା ରହିଛି। ଏହା ଫଳରେ ପ୍ରାଥମିକ ଶିକ୍ଷାରୁ ଉଚ୍ଚ ବୈଷୟିକ ଶିକ୍ଷା ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ତରରେ ଛାତ୍ରଛାତ୍ରୀମାନେ ଓଡ଼ିଆ ଭାଷାରେ ସନ୍ଦର୍ଭ ପୁସ୍ତକ ଉପଲବ୍ଧ କରିବା ପାଇଁ ଏକ ବଳିଷ୍ଠ ପଦକ୍ଷେପ। ଉକ୍ତ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସମସ୍ତ ମନ୍ତ୍ରୀମାନେ ଉପସ୍ଥିତ ଥିଲେ। ସେହିଭଳି ମାସ୍ ଲିଭ୍ ଯିବା ପାଇଁ ପ୍ରାଥମିକ ଶିକ୍ଷକ ପ୍ରସ୍ତୁତି ହେଉଛନ୍ତି। ବାରମ୍ବାର ପ୍ରତିଶ୍ରୁତି ଦେଇ ସରକାର ପୂରଣ କରୁନାହାନ୍ତି ପ୍ରାଥମିକ ଶିକ୍ଷକଙ୍କ ଦାବି। ତେଣୁ ପ୍ରାଥମିକ ଶିକ୍ଷକ ସଂଘ ସାମୂହିକ ଛୁଟିରେ ଯିବାକୁ ପ୍ରସ୍ତୁତ ଆରମ୍ଭ ହୋଇଛି। କିପରି ସରକାର ଆନ୍ଦୋଳନ ଭଣ୍ଡୁର ନ କରିବେ ସେ ନେଇ ପ୍ରସ୍ତୁତ ଚାଲିଛି। ପରୀକ୍ଷା ପୂର୍ବରୁ ଶିକ୍ଷାଦାନ ମଧ୍ୟ ପ୍ରଭାବିତ ହୋଇପାରେ। ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ରାଜ୍ୟ ଷ୍ଟିଅରିଂ କମିଟି ବୈଠକ ଆଲୋଚନା ହୋଇଥିଲା। ଜାନୁଆରୀ ଶେଷ ହୋଇଗଲା କିନ୍ତୁ ପ୍ରାଥମିକ ଶିକ୍ଷକ ପଦବୀଗୁଡ଼ିକ ପ୍ରତି ଦୃଷ୍ଟି ଆକର୍ଷଣ କେହି କରୁନାହାନ୍ତି। ତେଣୁ ପ୍ରାଥମିକ ଶିକ୍ଷକଙ୍କ ଦାବିଗୁଡ଼ିକ କୌଣସି ଉତ୍ତର ନ ଦେଇଥିବାରୁ ଆସନ୍ତା ବଜେଟ ଅଧିବେଶନରୁ ସାମୂହିକ ପାଇଁ ଛୁଟି ପାଇଁ ଆଲୋଚନା ଚାଲିଛି। ମୂଳ ପ୍ରସଙ୍ଗକୁ ଧ୍ୟାନ ନ ଦେଇ ବିଭିନ୍ନ ସଂଘର ଦାବି ଉପରେ ଆଲୋକପାତ କରାଯାଉଛି। ତେଣୁ ଗୋଟିଏ ନିର୍ଦ୍ଦିଷ୍ଟ ସଂଘର ଗୋଟିଏ ଦାବି ପ୍ରତି ଯେଉଁଗୁଡ଼ିକ ଆପଣଙ୍କର ରହିଛି ମୂଳ ବେତନକୁ ଆପଣଙ୍କର ବଢ଼ାଇବେ ଏବଂ 2800 ଗ୍ରେଡ୍ ପେ ସହିତ 6ଟି ନ୍ୟାସନାଲ ଇନକ୍ରିମେଣ୍ଟ ପ୍ରଦାନ କରିବା ଏବଂ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ କରିବା ଦାୟିତ୍ୱ ଆପଣଙ୍କର ସରକାର ନେଉନାହାନ୍ତି। ତେଣୁ ପାଇଁ ପୁଣି ଆଉଥରେ ଆପଣଙ୍କର ମାସ୍ ଲିଭ୍ ହେବା ପାଇଁ ଚେତାବନୀ ସଂଘ ଦେଉଛି।